ମୋ ସହିତ ଖୋଲିବେ ଆଜିର ବାକ୍ୟ। ଆମେ ଏଫିସିଓ ଚାପ୍ଟର 6 ଆମେ ଯିବା। ଆମେ ସମସ୍ତେ ଜାଣିଛୁ ସେ ବାକ୍ୟ ପଢ଼ି ସାରିଛୁ ମଧ୍ୟ, ଆଉ ଅନେକ ଥର ବି ଆମେ ଶିକ୍ଷା ଶୁଣିଥିବା। ଏଫିସିଓ ଏଫିସିଓ 6ର 10ରୁ ଆମେ 17 ପର୍ଯ୍ୟନ୍ତ ପଢ଼ିବା। ଶେଷ କଥା ଏହି, ପ୍ରଭୁଙ୍କଠାରୁ ଶକ୍ତି ପ୍ରାପ୍ତ ହୋଇ ତାହାଙ୍କ ପରାକ୍ରମରେ ବଳବାନ ହୁଅ। ତୁମେମାନେ ଯେପରି ଶୟତାନର ସମସ୍ତ ଚାତୁରୀ ବିରୁଦ୍ଧରେ ଦଣ୍ଡାୟମାନ ହୋଇପାର, ଏଥି ନିମନ୍ତେ ଈଶ୍ୱର ଦତ୍ତ ସମସ୍ତ ଶ୍ରଦ୍ଧାରେ ଆପଣା ଆପଣାକୁ ସୁସଜ୍ଜିତ କର। ଠିକ ଦିଲ୍ଲୀ ଶୁଣା, ତବେ ଦୁଇଟା ବାକ୍ୟ, ଆଉ ଜଣେ ଦୁଇଟା ବାକ୍ୟ ପଢ଼ିବ ତା ତଳକୁ। କାରଣ ଆମ୍ଭମାନଙ୍କ ଯୁଦ୍ଧ ମର୍ତ୍ତ୍ୟ ବିରୁଦ୍ଧରେ ନୁହେଁ, କିନ୍ତୁ ଆଧିପତ୍ୟ ବିରୁଦ୍ଧରେ, କର୍ତ୍ତାପଣ ବିରୁଦ୍ଧରେ, ଏହି ଅନ୍ଧକାରର ଜଗତ୍ପତି ମାନଙ୍କ ବିରୁଦ୍ଧରେ, ପୁଣି ଆକାଶ ମଣ୍ଡଳର ଦୁଷ୍ଟାତ୍ମାମାନଙ୍କ ବିରୁଦ୍ଧରେ। ଏଣୁ ତୁମେମାନେ ଯେପରି ଦୁର୍ଦ୍ଦିନରେ ପ୍ରତିରୋଧ କରି ସର୍ବଜୟୀ ହୋଇ ଅଟଳ ରହିପାର, ଏଥି ନିମନ୍ତେ ଈଶ୍ୱର ଦତ୍ତ ସମସ୍ତ ସଜ୍ଜା ଗ୍ରହଣ କର। ଆଉ ଜଣେ ଦୁଇଟା ବାକ୍ୟ ପଢ଼। ସତ୍ୟରୂପ କୋଟି ବନ୍ଧନରେ କୋଟି ବାନ୍ଧି ଧାର୍ମିକତା ରୂପ ପୁରସ୍କାର ପରିଧାନ କର। ଶାନ୍ତିଦାୟକ ସମାଚାର ନିମନ୍ତେ ସୁସଜ୍ଜିତ ରୂପ ପାଦକ ପାଦରେ ପିନ୍ଧି ଅଟଳ ହୋଇ ଥାଅ। ସେଥି ସଙ୍ଗେ ସଙ୍ଗେ ଯଦ୍ୱାରା ପାପାତ୍ମର ଅଗ୍ନିବାଣ ସବୁ ନିର୍ମାଣ କରିବାକୁ ସମର୍ଥ ହୁଅ, ସେହି ବିଶ୍ୱାସ ରୂପ ଢାଲ ଧର। ପୁଣି ପରିତ୍ରାଣ ରୂପ ଶିରସ୍ତ୍ରାଣ ପରିଧାନ କର ଓ ଆତ୍ମାଙ୍କ ଖଡ୍ଗ ଅର୍ଥାତ୍ ଈଶ୍ୱରଙ୍କ ବାକ୍ୟ ଧାରଣ କର। ହାଲେଲୁୟା। ଆମେ ଯେତିକି ବାକ୍ୟ ବର୍ତ୍ତମାନ ଆମେ ପଠିତ କଲୁ, ସେଇ ବାକ୍ୟ ଅନୁସାରେ ଆମେ ଆଲୋଚନା କରିବା। ଆଉ ସେ ବାକ୍ୟ ଅନୁସାରେ ଆମେ ଆଜିର ଟାଇଟଲ ହେବ କ'ଣ? ହାଉ ଟୁ ରିମେନ୍ undefeated. How to remain undefeated. ପ୍ରଥମ ବାକ୍ୟ ଆମେ ଦେଖିଲୁ, ଶେଷ କଥା ଏହି, ପ୍ରଭୁଙ୍କ ଠାରୁ ଶକ୍ତି ପ୍ରାପ୍ତ ହୋଇ ତାହାଙ୍କ ପରାକ୍ରମରେ ବଳବାନ ହୁଅ। ହାଲେଲୁୟା। ଇଂଲିଶରେ ତାକୁ ଲେଖା ଅଛି, ପଢ ସେ ବାକ୍ୟ ଆଉ ଥରେ ଗୋଟେ ବର୍ଷ ଫାଷ୍ଟ ବର୍ଷଟା। ନାଇଁ ସେ ଫାଷ୍ଟ ପଦଟା। ଶେଷ କଥା ଏହି, ପ୍ରଭୁଙ୍କ ଠାରୁ ଶକ୍ତି ପ୍ରାପ୍ତ ହୋଇ ତାହାଙ୍କ ପରାକ୍ରମରେ ବଳବାନ ହୁଅ। ହାଲେଲୁୟା। ଇଂଲିଶରେ ଲେଖା ହେଇଛି ଫାଇନାଲି ଅର୍ ଇନ୍ କନକ୍ଲୁଜନ ବୋଲି। ଶେଷଟାକୁ ଫାଇନାଲି ଅର୍ ଇନ୍ କନକ୍ଲୁଜନ, ଶେଷରେ। ବି ଏମ୍ପାୱାର୍ଡ ଅର୍ ବି ଷ୍ଟ୍ରଙ୍ଗ। ଏମ୍ପାୱାର ମିନ୍ସ କ'ଣ? ଟୁ ବି ଷ୍ଟ୍ରଙ୍ଗ। ଶେଷ କଥା ଏହି ଫାଇନାଲି ମାନେ ପାଉଲ ତାଙ୍କର ମେସେଜ କରିଛନ୍ତି, ମାନେ ଏଫେସିୟ ମଣ୍ଡଳୀରେ ସେ କହୁଛନ୍ତି ଲାଷ୍ଟ ଅର୍ ଫାଇନାଲି ଅର୍ ଇନ୍ କନକ୍ଲୁଜନ, ବି ଷ୍ଟ୍ରଙ୍ଗ ଅର୍ ବି ଏମ୍ପାୱାର୍ଡ। କାହିଁରେ? ନାଇଁ, ଈଶ୍ୱରଙ୍କ ଠାରେ ତାହାଙ୍କ ଠାରେ ଶକ୍ତି ପ୍ରାପ୍ତ ହୋଇ ପରାକ୍ରମରେ ବଳବାନ ହୁଅ। ବି ଏମ୍ପାୱାର୍ଡ ଥ୍ରୁ ୟୋର ୟୁନିୟନ ୱିଥ୍, ତାହାଙ୍କ ସହିତ ଏକ ହିଁ ଶକ୍ତି ପ୍ରାପ୍ତ। ଆମେ କେମିତି ଶକ୍ତି ପ୍ରାପ୍ତ ହେବା? ଯଦି ଆମେ ଈଶ୍ୱରଙ୍କ ସହିତ ଏକ ହେଇପାରୁ। ଈଶ୍ୱରଙ୍କ ସହିତ କେମିତି ଏକ ହେଇପାରିବା? ଆମେ ଯଦି ବାକ୍ୟ ପଢ଼ିବା ନାହିଁ, ଈଶ୍ୱରଙ୍କ ସହିତ ଏକ ହେଇପାରିବା। ହାଲେଲୁୟା। ଏଭ୍ରି ଡେ, ଏଭ୍ରି ମର୍ଣ୍ଣିଂ ଯଦି ଆମେ ବାକ୍ୟ ପଢ଼ିବା, ଆମେ ତାହାଙ୍କ ସହିତ ଏକ ହୋଇପାରିବା। ହାଲେଲୁୟା। ଯଦି ଆମେ ଏକ ହୋଇପାରିବା, ତାହେଲେ ଆମେ କ'ଣ ପାଇବା? ଈଶ୍ୱରଙ୍କ ଠାରୁ କ'ଣ ପାଇବା? ଶକ୍ତି ପାଇବା। ଦେର୍ ଇଜ୍ ପାୱାର ଇନ୍ ଦ ୱାର୍ଡ ଅଫ୍ ଗଡ୍। ଯଦି ଈଶ୍ୱରଙ୍କ ବାକ୍ୟକୁ ଯଦି ଆମେ ପଢ଼ିବା ନାହିଁ, ଧ୍ୟାନ କରିବା ନାହିଁ, ଆମେ ଈଶ୍ୱରଙ୍କ ଠାରୁ କ'ଣ ପାଇପାରିବା ନାହିଁ? ଶକ୍ତି ପାଇପାରିବା ନାହିଁ। ହାଲେଲୁୟା। ତେଣୁକରି ଈଶ୍ୱରଙ୍କ ବାକ୍ୟକୁ ବି ଯଦି ଏକୁଟିଆ ଯଦି ପଢ଼ୁଛ, ଜୋରରେ ପଢ଼ିବ। ଜୋରରେ ପଢ଼ିଲେ କ'ଣ ମାନେ ଭୟ ଲାଗିବନି, ଆଉ ଆମର ସ୍ପିରିଚୁଆଲ ଡ୍ରାଏନେସଟା ସେ କ'ଣ ହେଇଯିବ?
दूर हो कहीं शुष्कता आत्मिक शुष्कता कौन हो दूर हो वाक्य को माने साइलेंस पढ़ोनी के बुझल वाक्य को जदि पढ़ माने लाउडली पढ़ ताहले सेठी पावर आसत से वाक्य शैतान शुणुव आउ घुंचीज आमर स्पिरिचुअल ड्राइनेसटा भी चलीज। अच्छा এইটা যদি আমি যদি ଈଶ୍ୱରଙ୍କ ସହିତ ଏକ ହଉଛୁ ମିଳିତ ହଉଛୁ ଈଶ୍ୱରଙ୍କ ବାକ୍ୟକୁ ଧ୍ୟାନ କଲା ପରେ ତାଙ୍କରି ଶକ୍ତିକୁ ଆମେ କ'ଣ କରିଥାଉ ଆମେ ଟାଣିଥାଉ। ଜଣେ ଲୋକ ଯଦି ଈଶ୍ୱରଙ୍କ ବାକ୍ୟ ଧ୍ୟାନ କରୁଛି ପଢୁଛି ବୋଲେ ସେ କ'ଣ କରୁଛି ନା ଈଶ୍ୱରଙ୍କ ସହିତ ଆଳାପ କରି ମିଳିତ ହୁଏ ପୁଣି ତାଙ୍କଠାରୁ କ'ଣ ସେ ଶକ୍ତି ପ୍ରାପ୍ତ ହୋଇଥାନ୍ତି। Draw your strength from him ତାହାଙ୍କ ଠାରୁ ଶକ୍ତି ଟାଣ। empower ଏଟା ଗ୍ରୀକ୍ ମିନ୍ସ ରହୁଛି the word is for power। empower ମାନେ କାହିଁରେ ଅଛି ଈଶ୍ୱରଙ୍କ ବାକ୍ୟ ହିଁ ମାନେ ଶକ୍ତିଯୁକ୍ତ କରିଥାଏ ଆଉ ବଳବାନ କରିଥାଏ। who believes what is the immeasurable and unlimited and surpassing greatness his power। एफिसियो 1:19 लिखा है पढ़ पुणी विश्वासी जे आम्भे माने ताहांक शक्तिर कार्य साधक पराक्रम अनुसार आम्भ मान प्रति ताहांक शक्तिर अत्यधिक महत्व कौन यही सब जानिपार। पढ़ मो सहित खोलिकी एफिसियो 1:19 लिखा है विश्वासी जे आम्भे माने ताहांक शक्तिर कार्य साधक पराक्रम अनुसार आम्भ मानक प्रति ताहांक शक्तिर अत्यधिक महत्व कोन एही सब जानि पारो। हालेलुया। विश्वासी जे आम्भे माने ताहांकर पराक्रम शक्ति की आम्भे माने कोन कर परिबा मिलित होई आम्भ निकटवर्ती करवा ईश्वरଙ୍କ शक्ति है। तापर आम देखा ये लिखा द्वितीय पर्व माने एफिसियो 6:11 एपर लिखा तुम्भे माने जेपरी शैतान समस्त चातुरी विरुद्ध रे दंडायमान होई पार एथि निमंते ईश्वर दत्त समस्त सजारे आपना आपना को सुसज्जित कर। तुम्हें माने जेपरी शैतान समस्त चातुरी प्लान ऑफ डेविल बाइबल स्पिरिट यार विरुद्ध रे दंडायमान हेबा पई ईश्वर दत्त गॉड गिवन वेपन्स ईश्वर दत्त सजा कौन आमे सेटा को देखिबा। ईश्वर दत्त समस्त सजारे आपना आपन को सुसज्जित करो। पुट ऑन द होल आर्मर ऑफ गॉड ईश्वर को दत्त समस्त सजारे सुसज्जित हुओ। अच्छा ए माने ईश्वर को माने दत्त माने ये कौन सीटा माने वेपन कौन आर्मर कौन आमे देखिबा सीटा द आर्मर ऑफ हेवी आर्म्ड सोल्जर व्हिच गॉड सप्लाइज। गॉड आमान को कौन करछुंती ईश्वर माने समस्त सजा आमान को देइछुंती और सेटा से तार माने मीनिंगटा कहबी माने ईश्वर दत्त सजा कौन ईश्वर दत्त वेपन्स कौन से आमान को देइछंती सेटा कौन ऊपर सेटा कहबी that you may be able to stand against all the strategies of devil। जदि ईश्वर को जो दत्त सजारे आम सज्जित होगा डेविल रो प्लान एग्निस्ट आम कौन हो पार माने स्टैंड कर वी कैन फेस द स्ट्रेटेजी और द प्लान ऑफ डेविल जदि से सजारे आम सुसज्जित होगा माने ईश्वर दत्त सजा गॉड गिवन वेपन्स कहे और आर्मर्स है। To defeat God's enemy, we need put on the whole armor of God. God has provided the armor for us.
He does not put it for us, rather, we ourselves must put it on, exercising our will to cooperate with Him. To fight the spiritual warfare, we need armor of God. आत्मिक युद्ध निमंते ईश्वर दत्त सजा आम मानकर आवश्यक. Our weapon do not avail, but God's armor, the whole armor of God does avail. आमर माने सजा नहीं किंतु ईश्वर आमको तांकरी सजा देछन्ति. दत्त सजा हला we the believers of the church. प्रभु आमको कोन देछन्ति? We are the army of the God. We are the soldier of the God. ସେହି ସଜା ଆମମାନଙ୍କୁ କ'ଣ ଦେଇଛନ୍ତି? ମାନେ ଚର୍ଚ୍ଚରେ ଆମକୁ ଦେଇଛନ୍ତି. ଈଶ୍ୱରର ସମସ୍ତ ସଜା. The whole armor of God is for the entire body of Christ. ଖ୍ରୀଷ୍ଟଙ୍କ ସମସ୍ତ ଶରୀର. ଆମେ ସବୁ ଖ୍ରୀଷ୍ଟଙ୍କ ଶରୀର. Entire body of Christ. ଆମେ ହେଲୁ God given armor or soldier. बुझिपारछ? आमे ईश्वर को दत्त कौन आर्मर. God, the whole armor of God is for the entire body of Christ, not for any individual member of the body. देखो तो एटी आउट पॉइंट आसला. आमे समस्ते मिलित भावे माने एविल स्पिरिट प्लान को वी कैन डिफीट, बट वी कैनॉट डिफीट इंडिविजुअली. आमे जने जने जो डेविल रो प्लान को आमे डिफीट करि परिबे नै, किंतु होल आर्म आमे जदि समस्त चर्च लोक मिसी जिबा, द बॉडी ऑफ क्राइस्ट जदि आमे समस्त मिसी जिबा, ताहले वी कैन स्टैंड बिफोर द प्लान ऑफ David, or we can defeat the plan of David. बुझिला न? एका एका आमे युद्ध करि परिबा नाही. जदि एका युद्ध आमे करिबा we will defeat. किंतु तांको शरीर समस्त मिसी जदि आमे युद्ध करिबा, ताहारे तार प्लान को आमे कोन करि परिबा? माने परास्त करि परिबा. तेनु करी God given armor. आ जदि आमे जदि कहबा बोले we are the soldier of God, army of God. Hallelujah. We must fight the spiritual warfare in body, not an individual. बुझलो? इंडिविजुअल हमरो आत्मिक युद्ध आमे करि परिबा नै. आमे मिलित भावे ख्रीष्टଙ୍କ शरीर मिलित भावे आमे आत्मिक युद्ध रे माने जो शैतान रो समस्त तार माने प्लान को आमे डिफीट करि परिबा. हैला मो सहित खोलिबो एफिसियो 2:6. पुणी ताहांको सहित आम्भमानंकु उत्थापित करी ख्रीष्ट यीशुंको ठारे आम्भमानंकु ताहांको सहित स्वर्गरे उपवेशन कराई अछंती. हालेलुया. ए वाक्य माने केते माने इंपोर्टेंट वाक्य. बुझलो? ए वाक्यटा बहुत माने इंपोर्टेंट वाक्य. आमे यार स्पिरिचुअल ट्रुथ को जदि आमे बुझिबा, आमे आउ थरे पढिबा. ए वाक्यटा को लेखा अछि 2:6 नी. पुणी ताहांको सहित आम्भमानंकु उत्थापित करी ख्रीष्ट यीशुंको ठारे आम्भमानंकु ताहांको सहित स्वर्गरे उपवेशन कराई अछंती. एटा आमे स्पिरिचुअली आमे माने बुझिबा जे जेतेबेले ख्रीष्ट उत्थापित हेले आमे भी ताहांको सहित उत्थापित होई स्वर्गरे उपवेशन करू इन स्पिरिचुअली मैनर. बुझलो? आत्मिक भाव रे आमे यीशु जदि उत्थापित होइछन्ति ताहांको सहित मध्ये आमे उत्थापित स्वर्गरे होछु. एटा काहे कि म कहूची आमर स्पिरिचुअल रो वारफेयर माने जोटा कि एविल स्पिरिट का आमे केमती सम्मुख होई परिबा, केमती आमे डिफीट करि परिबा. आ प्रभु तांकरी स्ट्रैटेजी आम पाई कोन प्लान करछथि, तांकरी माने माने होल आर्मर आम पाई कोन अछि, आमे सेही विषय आलोचना करूछु. वी वर्क विथ क्राइस्ट. मो सहित खोलिबो एफिसियो 4:1.
ଅତଏବ 4:17 ଅତଏବ ମୁଁ ପ୍ରଭୁଙ୍କ ନାମରେ ବିଶେଷ ଅନୁରୋଧ କରୁଅଛି, ବିଜାତି ମାନେ ଯେପରି ଆପଣା ମନର ଅସାରତା ଆଚରଣ କରନ୍ତି ତୁମ୍ଭେମାନେ ସେହିପରି ଆଚରଣ କର ନାହିଁ। ଏଠି ଇଂଲିଶ ଲେଖା ହେଇଛି ୱି ୱାକ୍ ୱିଥ୍ ଖ୍ରାଇଷ୍ଟ। ଆମେ ଖ୍ରୀଷ୍ଟଙ୍କ ସହିତ କ'ଣ ହଉଛୁ? ଆଚରଣ କରୁଛୁ। ଓଡ଼ିଆରେ ସେମିତି ଅଛି, ମାତ୍ର ୱି ୱାକ୍ ୱିଥ୍ ଖ୍ରାଇଷ୍ଟ, ଆମେ ଖ୍ରୀଷ୍ଟଙ୍କ ସହିତ ଗମନ କରୁଛୁ ବା ଚାଲୁଛୁ, ଅନୁସରଣ କରୁଛୁ, ତାର ମିନିଂ ହେବ। ଏଫିସିଓ ଆଉ ଗୋଟେ ଲେଖିବ, ଏଫିସିଓ 5:2-8-15 ପଢ଼ିବ। ତାହାଙ୍କୁ ଯୋଗ୍ୟ ଆଚରଣ କର। ଖ୍ରୀଷ୍ଟ ଯେପରି ତୁମମାନଙ୍କୁ ପ୍ରେମ କଲେ, ପୁଣି ଆମମାନଙ୍କ ନିମନ୍ତେ ଈଶ୍ୱରଙ୍କ ଉଦ୍ଦେଶ୍ୟରେ ସୁଗନ୍ଧି ନୈବେଦ୍ୟ ଓ ବଳି ସ୍ୱରୂପେ ଆପଣଙ୍କୁ ଉତ୍ସର୍ଗ କଲେ, ସେହିପରି ପ୍ରେମରେ ଆଚରଣ କର। ହାଲେଲୁୟା। କେମିତି ଆଚରଣ କରିବ? ଆମେ ଖ୍ରୀଷ୍ଟଙ୍କ ସହିତ ଆଚରଣ କରୁଛୁ, ୱି ଆର୍ ୱାକ୍ ୱିଥ୍ କ୍ରାଇଷ୍ଟ, ଆଉ ପ୍ରେମରେ ଆଚରଣ କରୁଛୁ। ଏଇଠି ଇଂଲିଶ ଲେଖା ହେଇଲା ୱାକ୍ ଇନ୍ ଲଭ୍। ତାପରେ ଆଉ ଗୋଟେ ବାକ୍ୟ ଲେଖା ହେଇଛି ଆଲୋକର ସନ୍ତାନ ପରି ଆଚରଣ କରୁ, ୱାକ୍ ଏଜ୍ ଏ ଚିଲଡ୍ରେନ୍ ଅଫ୍ ଲାଇଟ୍। ଆମେ ଆଲୋକର ସନ୍ତାନ ହିସାବ ପରି ମଧ୍ୟ ଆମେ ଆଚରଣ କରିଥାଉ, ଯେମିତି ୱାକ୍ ଇନ୍ ଲଭ୍, ଯେମିତି ୱାକ୍ ୱିଥ୍ ଖ୍ରାଇଷ୍ଟ। ଆଉ ଜ୍ଞାନୀ ପରି ଆଚରଣ କରୁ, ୱାକ୍ ଏଜ୍ ୱାଇଜ୍ ଇନ୍ ହିଜ୍ ବଡି ଇନ୍ ହିଜ୍ ବଡି। ଆମେ ତାଙ୍କର ଶରୀର ସହିତ ଏଇ ଯୋଉ ଆମେ ପଏଣ୍ଟ ପଢ଼ୁ, ଆମେ ସେଇ ପ୍ରକାରରେ ଆଚରଣ କରିବାକୁ ପଡ଼ିବ, ପ୍ରେମରେ ଆଚରଣ କରିବାକୁ ପଡ଼ିବ। ଆଉ ଗୋଟେ ପଢ଼ିଲୁ ଖ୍ରୀଷ୍ଟଙ୍କ ସହିତ ଯୋଗ୍ୟ ଆଚରଣ କରିବାକୁ ପଡ଼ିବ, ଆଲୋକର ସନ୍ତାନ ପରି ଆମମାନଙ୍କୁ ଆଚରଣ କରିବାକୁ ପଡ଼ିବ। ତାହେଲେ we can stand before the power of God। ଆମର ଆଚରଣ ଯଦି ସିଦ୍ଧ ହେବ ନାହିଁ, ପ୍ରେମରେ ଯଦି ଆମେ ସିଦ୍ଧ ହୋଇପାରିବା ନାହିଁ, ଆଲୋକର ସନ୍ତାନ ପରି ଯଦି ଆମେ ବ୍ୟବହାର କରିପାରିବା ନାହିଁ, ତାହେଲେ ଈଶ୍ୱରଙ୍କ ପରାକ୍ରମ ଶକ୍ତିକୁ ଆମେ ପାଇପାରିବା ନାହିଁ। ବୁଝିଲୁ ନା? ଫାଷ୍ଟ ପଏଣ୍ଟରେ ଏଇଟା ମୁଁ ସବୁ ଏଲାବୋରେଟ୍ କରୁଛି। ପ୍ରଥମ ବାକ୍ୟ ଆମେ ଯୋଉଟା ପଢ଼ିଲୁ ସେହି ବାକ୍ୟ ବିଷୟରେ ଆମେ ଏଇଟା ଶୁଣୁଛୁ, ଯୋଉଟାକି ଲେଖା ହେଲା ପ୍ରଥମେ, ଶେଷ କଥା ଏହି ପ୍ରଭୁଙ୍କ ଠାରୁ ଶକ୍ତି ପ୍ରାପ୍ତ ହୋଇ ତାହାଙ୍କ ପରାକ୍ରମରେ ବଳବାନ ହୁଅ। ଯଦି ଆମେ ଖ୍ରୀଷ୍ଟକୁ ବିଶ୍ୱାସ କରୁଛୁ, ବିଶ୍ୱାସୀ ମାନେ ଯେ ତୁମେମାନେ ତାହାଙ୍କ ସହିତ ଆଚରଣ, ଯୋଗ୍ୟ ଆଚରଣ, ୱାକ୍ ୱିଥ୍ ଖ୍ରାଇଷ୍ଟ, ପ୍ରେମରେ ଆଲୋକର ସନ୍ତାନ ପରି ଆଉ ୱାଇଜ୍, ତାହେଲେ we will draw the power of God। ତାହେଲେ ଈଶ୍ୱରଙ୍କ ପରାକ୍ରମକୁ ଆମେ କ'ଣ କରିପାରିବା? ପ୍ରାପ୍ତ ହୋଇପାରିବା। ଯଦି ଆମର ଆଚରଣ ଠିକ ନଥିବ, ଯଦି ତାଙ୍କ ସହିତ ଆମର ମାନେ ସମ୍ପର୍କ ଯଦି ଠିକ ନଥିବ, ଆମେ ଯଦି ପ୍ରେମରେ ଯଦି ଡିଲ୍ କରିପାରୁନୁ, ଜ୍ଞାନର ସହିତ ଯଦି ଆମେ ବ୍ୟବହାର କରିପାରୁନୁ, ତାହେଲେ ଈଶ୍ୱରଙ୍କର ପରାକ୍ରମ ଶକ୍ତିକି we can't avail, ଆମେ ପାଇପାରିବା ନାହିଁ। ଏଇ ଗୁଣ ଯଦି ଆମେ ରଖିପାରିବା, ଆମେ ଯଦି ଅଭ୍ୟାସ କରିବା, ଏକ୍ସରସାଇଜ କରିବା, ତାହେଲେ ଈଶ୍ୱରଙ୍କ ପରାକ୍ରମ ଶକ୍ତିରେ ଆମେ କ'ଣ ହେଇପାରିବା? ବଳବାନ ହୋଇପାରିବା। ଏଇଟା ହେଉଛି ଫାର୍ଷ୍ଟ ପଏଣ୍ଟର ଏଲାବୋରେଟଟା ମୁଁ କହୁଛି। ମାନେ ଆଚ୍ଛା, ଆମେ ଗୋଟେ ପଦ ପଢ଼ିଲୁ ଏଇଠୁ, we sit with Christ in the heavens। ଖ୍ରୀଷ୍ଟ ଯୀଶୁଙ୍କ ଠାରେ ତାହାଙ୍କ ସହିତ ଆମ୍ଭମାନଙ୍କୁ ସ୍ୱର୍ଗରେ ଉପବେଶନ କରାଇଅଛନ୍ତି। To sit with Christ is to participate in all his accomplishment। ତାହାଙ୍କର ଯେଉଁ କାର୍ଯ୍ୟ ସେ କରିଛନ୍ତି ସ୍ୱର୍ଗରେ, ଯେଉଁ ପ୍ରଭୁଙ୍କ ସହିତ ଆମକୁ ଯେଉଁଟା ଉପବେଶନ କରିଛନ୍ତି, ତାଙ୍କର ଯେଉଁ ସମାପ୍ତି କାର୍ଯ୍ୟ ସେ କରିଛନ୍ତି, ସେହି କାର୍ଯ୍ୟରେ ଆମମାନଙ୍କୁ ଅଂଶୀଦାର ହେବା ପାଇଁ ମଧ୍ୟ ପ୍ରଭୁଙ୍କର ଯେଉଁ ପ୍ରତିଜ୍ଞା ଅନୁସାରେ ଆମେ ପ୍ରାପ୍ତ ହୋଇପାରିବା। To work in his body is to fulfill God's eternal purpose। ଆମେ ଯଦି ଖ୍ରୀଷ୍ଟଙ୍କ ସହିତ ଆମେ ଠିକ ଆଚରଣ କରୁଛୁ, ତାଙ୍କ ସହିତ ଗମନ କରିପାରୁଛୁ, ତାହେଲେ ଆମମାନଙ୍କ ଲାଇଫରେ ଈଶ୍ୱରଙ୍କର ଉଦ୍ଦେଶ୍ୟକୁ ଆମେ ସଫଳ କରିପାରୁଛୁ। And to stand his power is to fight against God's enemy।
ଦି ଏଭିଲ୍ ପ୍ଲାନ୍ ଅଫ୍ ଦି ଡେଭିଲ୍। এই সব যদি ক্যারেক্টারিস্টিক যদি আমি আম লাইফরে যদি আমি অবজর্ভ করছু, প্র্যাকটিস করছু, এক্সরসাইজ করছু, তাহলে উই ক্যান স্ট্যান্ড বিফোর ডেভিল টু ডেস্ট্রয় হিজ প্লান। তাহলে যে মন্দাত্মার শক্তি দুষ্টর প্লান কু আমি কোন করি পারিবা, আমি পরাস্ত করি পারিবা। দেন সেকেন্ড বাক্য আমি পড়িবা এফিসীয় 6:12 লেখা আছে। পড়ো সে এফিসীয় 6 বাক্য। କାରଣ 6 ଆମମାନଙ୍କ ଯୁଦ୍ଧ ମର୍ତ୍ତ୍ୟ ବିରୁଦ୍ଧରେ ନୁହେଁ, କିନ୍ତୁ ଆଧିପତ୍ୟ ବିରୁଦ୍ଧରେ, କର୍ତ୍ତାପଣ ବିରୁଦ୍ଧରେ, ଏହି ଅନ୍ଧକାରର ଜଗତପତି ମାନଙ୍କ ବିରୁଦ୍ଧରେ, ପୁଣି ଆକାଶ ମଣ୍ଡଳର ଦୁଷ୍ଟାତ୍ମା ମାନଙ୍କ ବିରୁଦ୍ଧରେ। ହାଲେଲୁୟା। ଦେଖନ୍ତୁ ଏଠି କେତେ ଲୋକଙ୍କ ବିରୁଦ୍ଧରେ ଆମମାନଙ୍କୁ ଯୁଦ୍ଧ କରିବାକୁ ପଡିବ। ଆଉ ଥରେ ମୁଁ ପଢୁଛି, କାରଣ ଆମ୍ଭମାନଙ୍କ ଯୁଦ୍ଧ ମର୍ତ୍ତ୍ୟ ବିରୁଦ୍ଧରେ ନୁହେଁ। ମର୍ତ୍ତ୍ୟ ବୋଲି କଣ? ମର୍ତ୍ତ୍ୟ ବୋଲି ଆମେ ସାଧାରଣ ବୁଝିବା ଜଗତର କଥା ବୁଝା ନାଇଁ କି? ମର୍ତ୍ତ୍ୟ ବୋଲି ଇଂଲିଶରେ ତାକୁ ଲେଖାଯାଇଛି ବ୍ଲଡ୍ ଆଣ୍ଡ ଫ୍ଲେଶ୍ ବୋଲି ଲେଖାଯାଇଛି ହେଲା। କାରଣ ଆମ୍ଭମାନଙ୍କ ଯୁଦ୍ଧ ମର୍ତ୍ତ୍ୟ ବିରୁଦ୍ଧରେ ନୁହେଁ, କିନ୍ତୁ ଆଧିପତ୍ୟ ବିରୁଦ୍ଧରେ, କର୍ତ୍ତାପରଣ ବିରୁଦ୍ଧରେ, ଏହି ଅନ୍ଧକାର ଜଗତପତି ମାନଙ୍କ ବିରୁଦ୍ଧରେ, ପୁଣି ଆକାଶ ମଣ୍ଡଳର ଦୁଷ୍ଟ ଆତ୍ମା ମାନଙ୍କ ବିରୁଦ୍ଧରେ। ଫର୍ वी आर नॉट रेसलिंग विथ फ्लेश एंड ब्लड, इंग्लिश ଲେଖା ହେଇଛି। ଇଂଲିଶରେ ମୁଁ ପଢୁଛି, but against the rulers, against the authorities, against the world rulers of the darkness, against the spiritual forces of the evil in the heavenlies। আচ্ছা ঠিক আছে, আমি ওড়িয়ারে পড়লু প্লস ইংলিশে পড়লু। ইয়ার মানে গোটিয়ে গোটে পয়েন্টକୁ ଆମେ ଦେଖିବା। ବ୍ଲଡ୍ ଆଣ୍ଡ ଫ୍ଲେଶ୍, এইটা ଯୋଉଟା ଆମେ ପଢଲୁ, ଆମ୍ଭମାନଙ୍କ ଯୁଦ୍ଧ ମର୍ତ୍ତ୍ୟ ବିରୁଦ୍ଧରେ ନୁହେଁ। ଆକୁ ଇଂଲିଶରେ ବ୍ଲଡ୍ ଆଣ୍ଡ ଫ୍ଲେଶ୍ ବୋଲି କୁହାଯାଏ। ବ୍ଲଡ୍ ଆଣ୍ଡ ଫ୍ଲେଶ୍ ରିଫର୍ସ ଟୁ ମ୍ୟାନ୍, ମାନେ କାହାକୁ ବୁଝାଇଥାଉ ଯେ ରକ୍ତ ମାଂସ ଶରୀର ବୋଲି ଯୋଉଟା ଆମମାନଙ୍କୁ ମନୁଷ୍ୟମାନଙ୍କୁ ବୁଝାଇଥାଏ। ବିହାଇଣ୍ଡ ମେନ୍ ବ୍ଲଡ୍ ଆଣ୍ଡ ଫ୍ଲେଶ୍ ଅର୍ ଦି ଏଭିଲ୍ ଫୋର୍ସେସ୍ ଅଫ୍ ଦ ଡେଭିଲ୍। ଏ ମର୍ତ୍ତ୍ୟ ଶରୀରରେ ଏଭିଲ୍ ଫୋର୍ସ ମାନେ ତାର ପାୱାରଟା ଆମମାନଙ୍କ ମର୍ତ୍ତ୍ୟ ଶରୀରରେ ଥାଏ। ସେଇ ମାନେ ଏଭିଲ୍ ଫୋର୍ସର ଶକ୍ତି ଆମର ଶାରୀରିକ ରକ୍ତ ମାଂସ ହେତୁ ତାର ଶକ୍ତି ଥାଏ। The evil forces of the devil, ରକ୍ତ ଓ ଶରୀର ମନୁଷ୍ୟକୁ ବୁଝାଏ। ଶରୀର ଓ ରକ୍ତ ପଛରେ ଶୈତାନର ଦୁଷ୍ଟ ଆତ୍ମାର ଶକ୍ତି ଥାଏ। ଆମର ଶରୀର ବ୍ଲଡ୍ ଆଣ୍ଡ ଫ୍ଲେଶ୍ ହେବା ହେତୁ ଦୁଷ୍ଟ ଶକ୍ତି ଆମ ଶରୀରରେ ରହିଥାଏ। ହେନ୍ସ ଆୱାର ରେସଲିଂ, ଆୱାର ଫାଇଟିଂ ମଷ୍ଟ ନଟ୍ ଏଗେନ୍ଷ୍ଟ ମେନ୍। ଆମର ଫାଇଟିଂଟା ମନୁଷ୍ୟ ବିରୁଦ୍ଧରେ ନୁହେଁ, କୋଉଟା ଦୁଷ୍ଟ ଆତ୍ମାର ଶକ୍ତି ବିରୁଦ୍ଧରେ ଆମେ ଯୁଦ୍ଧ କରିଥାଉ। ମନୁଷ୍ୟ ବିରୁଦ୍ଧରେ ଦୁଷ୍ଟାତ୍ମାର ଶକ୍ତି ଆମ ଶରୀରରେ ଯୋଉଟା ଥାଏ ତା ବିରୁଦ୍ଧରେ ଆମେ ଯୁଦ୍ଧ କରିଥାଉ। ବଟ୍ ଏଗେନ୍ଷ୍ଟ ଦି ସ୍ପିରିଚୁଆଲ ଫୋର୍ସେସ୍ ଅଫ୍ ଏଭିଲ୍ ଇନ୍ ଦ ହେଭେନ୍ଲିଜ୍। ତେଣୁକରି ଆମ୍ଭମାନଙ୍କର ଯୁଦ୍ଧ ମର୍ତ୍ତ୍ୟ ବିରୁଦ୍ଧରେ ନୁହେଁ, ଆକାଶ ମଣ୍ଡଳର ଦୁଷ୍ଟ ଆତ୍ମାମାନଙ୍କ ବିରୁଦ୍ଧରେ। ଆଚ୍ଛା ମୁଁ এইটি ବୁଝିଲେ ନା ନାଇଁ? ଆମର ଶରୀରରେ କ'ଣ ଥିବ? ଦୁଷ୍ଟାତ୍ମାର ଶକ୍ତି ଥିବା ଯୋଗୁଁ ଆମେ ତା ବିରୁଦ୍ଧରେ ଯୁଦ୍ଧ କରୁଛୁ, କିନ୍ତୁ ମନୁଷ୍ୟ ବିରୁଦ୍ଧରେ we are fighting against the କ'ଣ ଇଂଲିଶରେ blood and flesh ହେଲା। ଦେନ୍ ଆମେ ଆସିବା the rulers, the authorities and the world rulers of the darkness। এইটা କ'ଣ ଆମେ ଦେଖିବା ଏ ପଏଣ୍ଟରେ। କିନ୍ତୁ ଆଧିପତ୍ୟ ବିରୁଦ୍ଧରେ, କର୍ତ୍ତାପଣ ବିରୁଦ୍ଧରେ, ଏହି ଅନ୍ଧକାର ଜଗତପତିମାନଙ୍କ ବିରୁଦ୍ଧରେ। ଏମାନେ ହେଲେ କ'ଣ ସବୁ? ଦି ରୁଲର୍ସ ଆଣ୍ଡ ଅଥରିଟିଜ୍। ରୁଲର୍ସ, ଅଥରିଟିଜ୍ ଆଣ୍ଡ ଦି ୱାର୍ଲଡ ରୁଲର୍ସ ଅଫ୍ ଦି ଡାର୍କନେସ୍। ଅନ୍ଧକାରର ମାନେ ଜଗତପତି ମାନଙ୍କର ଅଧିପତ୍ୟ ମାନେ କର୍ତ୍ତାପଣ ମାନଙ୍କ ବିରୁଦ୍ଧରେ ଆମେ ଯୁଦ୍ଧ କରିବାକୁ ପଡୁଛି। ଦେ ଆର୍ ଦି ରେବେଲିୟସ୍ ଏଞ୍ଜେଲ। ଏମାନେ କୋଉମାନେ? ଏ ଆଧିପତ୍ୟ ଲୋକମାନେ
कर्तापण विरोध में अंधकार जगतपति मान विरुद्ध आम जो पढ़ुचु एमाने होउछंती एंजल्स एविल एंजल्स एमाने होउछंती एविल जो माने कि रेबेलियन अगेंस्ट गॉड जो माने कि ईश्वर विरुद्ध में विद्रोही करथिले एमाने को दुष्ट आत्मा बोली कहाजिबो अंधकार एमाने ईश्वर विरुद्ध थिले सेही विरुद्ध रे आमे तांकरी कर्तापण तांकर आधिपत्य विरुद्ध रे आम मानकू युद्ध करने को पड़ी थाए। अच्छा एमाने को जगह रहते देख गॉड एंड हु नाउ रूल इन द हेवेनलीज ओवर द नेशन ऑफ द वर्ल्ड एमाने कौन जो गोटे गोटे देश को कौन करथांती आधिपत्य करके शासन करी थांती। एग्जांपल आम देखा मो सहित खोलिबे डानियल 10:20 रे such as the prince of Persia and the prince of Greece तहिरे से कहिले आम्भे कि निमते तुम्भ निकट को आसीअछु ताहा कि तुम्भे जान एबे आम्भे पारस्यर अधिपति निमते युद्ध करने को फेरी जावा आउ आम्भे बाहरिले ग्रीस अधिपति आसीबो। प्रत्येक गोटे गोटे अधिपति गोटे गोटे नेशन को कौन करथांती गोटे गोटे नेशन को बा देश को कौन करथांती रूलिंग करिथांती। तेणुकरी डानियल 20 विषय 20 लिखाई एग्जाम्पलटा अधिपति मान विरुद्ध आम पढ़ुचु दिस इंडिकेट दैट द डेविल सैतान हैज हिज किंगडम ऑफ डार्कनेस यह माने को विषय निदर्शन होची नहीं डेविल रो गोटे गोटे किंगडम अच्छी बुझल गोटे गोटे किंगडम अच्छी आम जानू ईश्वर को राज्य अच्छी शैतान भी राज्य अच्छे है शैतान तार राज्य से अधिपति करता रूल करता तेणुक लिखा अच्छे ये मो सहित खोल माथ्यू 12:24 कलोसियो 1:13 सैतान हैज हिज किंगडम ऑफ डार्कनेस ताहार राज्य अंधकार राज्य क्षमता ताहार राज्य शैतान राज्य अच्छी बुझल माथ्यू 12:24 कलोसियो 1:13 मात्र फारुसी माने ताहा सुनी कहिले ए लोकटा भूतपति बालजीबुलर बिना साहाय्य रे भूत छड़ाए नहीं कौन कोडे पढ़ना 24 24 ना 26 देख तो ताहार राज्य बोल लिखाई थो अच्छी ना किंतु जीसु सेमानक मनर चिंता जानी सेमानक कहिले जे कोनसी राज्य विभक्त होई आपण विरुद्ध रे उठे ता उच्चन्न होई जाय पुणी जे कोनसी नगर किंबा गृह विभक्त होई आपण विरुद्ध रे उठे ता स्थिर होई रहिबो नाही। हालेलुया। द किंगडम ऑफ डार्कनेस आ गोटे कलोसी पुस्तक लिखा है 1:13 लिखा पढ़ि दियो से आम्भमानंकु अंधकारर क्षमतारु उद्धार करी आपण प्रेम पात्र पुत्रक राज्य मध्यकु स्थानांतर करी अछंती। हालेलुया। एठी हम देखुछु कोन यार मीनिंग हमें बुझवा में देयर इज किंगडम ऑफ डार्कनेस अंधकारर राज्य हैला एटा हम देखुछु देयर इज किंगडम ऑफ डार्कनेस एंड किंगडम ऑफ गॉड एमाने कोन करथंती इन व्हिच they occupy the highest position and in which the rebellious angel are under him ए rebellious जो विद्रोही दूत माने ए जो जगतपति मानकर जो आकाश मंडल जो माने दुष्ट आत्मा मानकर से मानकर अंडर रही थांती तांकु से माने कंट्रोल करंती। दिस डार्कनेस कौन अंधकार राज्य कोटा विषय अंधकार राज्य को आम देखा पढ़ा रिफर्स टू टुडेस वर्ल्ड डार्कनेस रिफर्स टू टुडेस वर्ल्ड वर्तमान जुगर माने जगत को अंधकार जगत बोली बुझा व्हिच इज फुली अंडर द डार्क रूलिंग ऑफ द डेविल जोटा कि संपूर्ण भाव माने फुली डार्क रूलिंग
of the devil शैतान समस्त अंधकार शासन माने तार आधिपत्य को से विस्तार करता है who rules through his evil angels angels को जो मंद जो दुष्ट दूत मान को देगी से कौन करता है रूलिंग करता है कोटी जे in his kingdom of darkness heaven is आकाश मंडल अधिपति आकाश मंडल राज्यर अधिपति एटा भी गोटे अधिपति जन अच्छी है आम नेशन जन जन अधिपति अच्छा डार्क किंगडम ऑफ डार्कनेस जन जन अधिपति अच्छा एवं बर्तमान आम देखु आकाश मंडल भी अधिपति अच्छा ए मानक विरुद्ध आम कौन करा पड़ो वी हैव टू फाइट अगेंस्ट देम आम को विरुद्ध युद्ध करा पड़ो रूलर ऑफ द अथॉरिटी ऑफ द एयर ऑफ द स्पिरिट ऑपरेटिंग नाउ इन द सन्स ऑफ डिसओबीडियंस जो आत्मा एबे हे अनाज्ञाबह संतान मानक ठारे कार्य साधन करूअछि Satan and his spiritual forces of evil are in the air शैतान जो दुष्टात्मा शक्ति माने कोसी आकाश मंडल रे से माने रहंती बुझिले ना आकाश मंडल दुष्ट आत्मा मानक पई बोली आमे पढिलु वाक्य रे लिखा अछि आकाश मंडल दुष्ट आत्मा मानक विरुद्ध रे से माने कोड रहंती दुष्ट आत्मा माने आकाश मंडल रे रही थांती but we are seated on the third heaven above them आमे कोडी अछु कृष्ण को सहित in third heaven but आकाश मंडल रो दुष्ट आत्मा माने को कोडी अछंती थर्ड हेवन रो तळे अछंती तेने करी they are under our foot से माने आम मानक पाद तळे आमर लक्ष्य होची से मानको पराजित करिबा आमर लक्ष्य होची से मानको माने परास्त करिबाटा होची आमर लक्ष्य जेहेतु आमे कोठ अछु ख्रीष्टन को सहित उत्थित होईकी थर्ड हेवन रो मात्र आकाशर दुष्ट आत्मा गुडा को ता तळ को अछु हालेलुया तेणु से माने आमानको विजय करि परिबे नहीं but we are seated on the third heaven above them Satan and his evil angels are under us Satan au evil angel heaven ro under अछि आकाश मंडल अलगा स्वर्ग अलगा स्वर्ग थारु तळ अछि कोन आकाश मंडल से माने कोट अछंती स्वर्ग तळे they are destined to be destroyed by us आमर लक्ष्य से मानको ध्वंस करिबा हालेलुया तेणु करी आकाश मंडल दुष्टात्मा आउ आधिपत्य विरुद्ध रे कर्तापरण विरुद्ध रे एई अंधकार जगतपति मानक विरुद्ध रे आमान कोन करिया पड़िबो तांको विरुद्ध रे वी हैव टू फाइट आवर स्पिरिचुअल बैटल देन आमे जिबा आ गोटे वाक्य पढ़िया 6:13 एणे तुम माने जेपरि दुर्दिन रे प्रतिरोध करी सर्वजय होई अटल रही पार एथि निमते ईश्वर दत्त समस्त सजा ग्रहण कर आउ थरे आमे पढ़िलु ईश्वर दत्त समस्त सजा ग्रहण कर therefore take up this whole armor of God you may be able to resist and stand in the evil day विपद दिन evil day को इन ब्रैकेट पे अछि डेंजर विपद दिन रे आमे जदि तांको सम्मुखीन हेबा पई ईश्वर को समस्त सजा आमान को ग्रहण करियो पड़े we need for the spiritual warfare to take up the whole armor मो जेमति कहउतली हमको समस्त ईश्वर दत्त सजा नेबा पड़ी अर्थात we are the body of Christ आमे समस्त बेसी ए आधिपत्य विरुद्ध रे आकाश मंडल दुष्टात्मा को विरुद्ध रे आमानको वारफेयर युद्ध करबो पड़िबो individually it cannot be happen individually beliefs are not sufficient for this to stand against him push-up fight आमे इंडिविजुअल जोड़े जोड़े आमे केबे दुष्टात्मा को परास्त करि परिबे जदि
आम शरीर ख्रीष्ट को शरीर जदि एक हो समस्ते ताहले दुष्टात्मा को आमे कौन कर परिबा माने ध्वंस कर परिबा बा पराजित कर परिबा ए सब जिंस आमे देखिलु माने मंद दिन रे दुर्दिन समय हाउ टू रेजिस्ट हाउ टू ओवरकम एई माने दुष्टात्मा कार्य को आकाशर दुष्टात्मा पापात्मा अग्निमेल को आमे केमि जय करि परिबा ए विषय आमे देखिलु तापर आमे दिबा हाउ टू रिमेन अनडिफिटेड हाउ टू स्टैंड आमे केमि पराजित हे पारे हाउ टू रिमेन अनडिफिटेड मते सत्य रूप प्रतिबंधन कटिबानी धार्मिक रूप पुरस्कार परिधान करो एपिसोड 6 14 देखा पढ़ा অতএব সত্য রূপ কোটি বন্ধনীরে কোটি বাঁধি ধার্মিকতা রূপ পুরস্কার পরিধান করো हालेलुया এই যে আপনি একটু অতএব সত্য রূপ प्रतिबंधन कटिबानी धार्मिकता रूप पुरस्कार परि दुईटा जिनिस दुईटा पढ़ा सत्य रूप प्रतिबंधन कोन अछि आउरे धार्मिकता रूप पुरस्कार अछि start therefore having guarded your loins with truth and having put on the breastplate of righteousness English is the लिखा है truth मतलब कौन हमें पढ़िबा here refers to God truth here refers to God in Christ as reality in our living हमें यदि ख्रीष्ट को सहित सत्य भाव वास्तव में हमें यदि हमें जीवन यापन करूछु एवं तांबरे सत्यर प्रतिबंधन को हमें यदि दृढ़ भाव धरि पारुछु ताहले हमें এই যুদ্ধর সম্মুখীন পাই আমি স্ট্যান্ড হই পাই to put on the breastplate of righteousness is to open our conscience अच्छा देखो तो हमें काहे की माने धार्मिकता रूप पुरस्कार परिधान करिया पड़िबो एई जे गोटे कोन दिन सम्मुख मन रखिबो Satan is the one who accuses us. Satan सबुबले अमन में कौन होता है माने अभियोग करतो सबुबले इन ऑल टाइम एवरी मोमेंट यदि गोटी से यदि हमारा जो मिस्टेक देखे गोटी यदि हमारा को भूल देखे सबुबले कौन करबो अपोज करिया या अपोज अगेंस्ट ट्रूथ सत्य विरुद्ध से ये नहीं तो मतलब से अपोज करता है It fights against him. We need a conscious of offense. How dare we feel our conscious chemicals? Our विवेक chemicals. ये कौन है? नहीं सत्य ईश्वर को कृष्ण को हमारा conscious chemicals. यदि हमारा हार्ट यदि गिल्ट फीलिंग को छूटा है शैतान कौन करेगा हमको अपोज करेगा ईश्वर को देखो जाइए अपोज करेगा It needs to be covered with the breastplate of righteousness. हमारो माने कौनसी तो बिल्कुल जोड़ा की ईश्वर को जोड़ा की माने ग्राहक से जितने बड़े सब अपोज करेगा এই কলুষিত বিবেকକୁ ଆମେ କେମିତି ଧାର୍ମିକତାରେ ନେଇପାରିବା ଆମେ କେମିତି ସେ କଲୁଷିତ ବିବେକକୁ ଆମେ ଧାର୍ମିକତା ଉପରେ ଆମେ ତାକୁ ନିଜକୁ ଆମେ ଫିଲ୍ କରିପାରିବା ସେଇଟା ଆମେ ମୁଁ କହିବି to be righteous is to be right with God and man देखो हमारा लाइफ में धार्मिकता पुरस्कार देना पड़ेगा शैतान यदि हमारा एक कुछ करिबो नहीं we have to rest God and pray. ओपन को पाखरे अपन को कौन हेबा पड़िबो धार्मिक हेबा नहले शैतान कौन को छिद्र खोजत बस आरे भूल कौन अछि जने लोक सहित एमति करछि मात्र ईश्वर मते बुझिते देखो बोली we have to write before God and man बुझिबा हमें ईश्वर को दिले मनुष्य दृष्टि जदि राइट ताहले हमर स्पिरिचुअल रे बोल्ड होते शैतान चाहतो गोटे स्पिरिचुअल लाइफ तो होले लेकिन कोन करबो हमरो टेक्निक कोन करते एक्यूज करबो तो शीशा तो
glorify. Can you put in that? To be righteous, to be right with both God and man, certainly there will be hole in our conscience. যদি সদা আমার একুজ করছে আমার যদি হার্ট গিল্ট ফিলিং করতে তাহলে সদা আমার স্পিরিচুয়াল লাইফে কোন করব যে হোল our faith and boldness will leak out. ଆମର ବିଶ୍ୱାସ ଆଉ ଆମର କଣ ଯେ ସାହସ କଣ ହେଇଯିବ leak out. ଜଣେ ଯଦି ଭୁଲ କାମ କରୁଛି ବୋଲେ ତାର ବିଷୟରେ ମାନେ ଗୋଟେ ଭୁଲ ପଏଣ୍ଟ leak out ହବ ଯେମିତି ସେମିତି ଆମ ଲାଇଫରେ ମଧ୍ୟ ଆମର ସ୍ପିରିଚୁଆଲ ଲାଇଫରେ ମଧ୍ୟ we have to start right with God and man. ତାହେଲେ ଆମର ସ୍ପିରିଚୁଆଲ leak out ଟା ସେଇଟା ସେ find out କରିପାରିବ ନାହିଁ. So we need the covering of strength, righteousness to protect us from the enemy accusation. Such righteous is Christ. ଆମର ଧାର୍ମିକତା କିଏ? ଖ୍ରୀଷ୍ଟ ହେଲେ ଆମର ଧର୍ମସ୍ୱରୂପ. ମୋ ସହିତ ଏଇଟା ବାଇବଲ ପଢିବ କରନ୍ଥୀୟ 1 କରନ୍ଥୀୟ 1 ଦେଖୁଛି. କିନ୍ତୁ ତାହାଙ୍କ ହେତୁ ତୁମେମାନେ ଖ୍ରୀଷ୍ଟ ଯୀଶୁଙ୍କ ଠାରେ ଅଛ, ସେ ଈଶ୍ୱରଙ୍କ ଠାରୁ ଆମମାନଙ୍କ ନିମନ୍ତେ ଜ୍ଞାନ ଅର୍ଥାତ୍ ଧାର୍ମିକତା, ପବିତ୍ରତା ଓ ମୁକ୍ତି ସ୍ୱରୂପ ହୋଇ ଅଛନ୍ତି। ହାଲେଲୁୟା। ପ୍ରଭୁ ଯୀଶୁ ଆମମାନଙ୍କ ପାଇଁ କଣ ହେଲେ? ଧାର୍ମିକତା ସ୍ୱରୂପ ହେଲେ। ଏବେ ଆମେ କଣ ବୁଝିବା? ଯୋଉ ଶୈତାନ ସେ ଆମକୁ ଏକ୍ୟୁଜ କରୁଛି, ଯୋଉ ଶୈତାନ ଆମକୁ ଆମର ଦୋଷକୁ ଲିକ୍ ଆଉଟ୍ କରୁଛି, ତ ଶୈତାନ ପ୍ରଭୁଙ୍କ ନିକଟରେ ଆମକୁ ମାନେ ଗିଲ୍ଟି ମନୋଭାବ କରୁଛି। ବର୍ତ୍ତମାନ ଏବେ କୋଉ କୋଉଠି ପାଇବେ ନାଇଁ, ପ୍ରଭୁ ଯୀଶୁ ହେଲେ ଆମର କଣ? ଧାର୍ମିକତା ସ୍ୱରୂପ। ଏହି ବିଷୟକୁ ପ୍ରଭୁ ଯୀଶୁ କଣ କରିବେ? କଭର କରିବେ। ହାଲେଲୁୟା। ପ୍ରେଜ୍ ଦ ଲର୍ଡ। ଯୋଉ ଶୈତାନ ଯୋଉ ଜିନିଷ ଆମକୁ ଆପୋଜ କରିଥାଏ, ଆମର ମାନେ ସ୍ପିରିଚୁଆଲ ଲାଇଫର ମାନେ ଗିଲ୍ଟ ଫିଲିଂକୁ ମାନେ ସେ ଲିକ୍ ଆଉଟ୍ କରିଥାଏ, କିନ୍ତୁ ପ୍ରଭୁ ଯୀଶୁ ଆମର କଣ ହେଲେ? ଧାର୍ମିକତା ସ୍ୱରୂପ। এই বিষয়କୁ ସେ କଣ କରିବେ? Christ is our righteousness. He will cover all accusation of every spirit or devil. ବୁଝିଲ? ଏବେ ବୁଝିଲ ନା? ମାନେ ଶୈତାନର ଦୋଷକୁ କଭର କରିବା ପାଇଁ ଆମ ପାଇଁ କିଏ ଧାର୍ମିକତା ଅଛନ୍ତି? ପ୍ରଭୁ ଯୀଶୁ। ହାଲେଲୁୟା। ଆଉ ଗୋଟେ ଆମେ ଯିବା ଶାନ୍ତିଦାୟକ ସୁସମାଚାର ନିମନ୍ତେ ସୁସଜ୍ଜିତ ରୂପ ପାଦୁକ ପାଦରେ ପିନ୍ଧି ଅଟଳ ହୋଇ ଥାଅ, and having shod your feet with the firm foundation of the gospel of peace. We shoe our feet to strengthen for fighting the battle. ଏଇଟା ଆମେ ଦେଖ ପାଦରେ ପାଦୁକା ପିନ୍ଧି, ଯଦି ଆମେ ପାଦରେ ପାଦୁକା ପିନ୍ଧୁ କଣ ପାଇଁ ପିନ୍ଧୁ? ରନିଂ ପାଇଁ। To strengthen our legs. We show our feet to strengthen for fighting the battle. এই যুদ্ধর ପାଇଁ ବୋଲିକି ଆମେ ଶୁ ପିନ୍ଧୁ ଯୋଉଟା କି ଷ୍ଟ୍ରେନ୍ଥେନିଂ ପାଇଁ, ଫାଇଟିଂ। God function କଣ? God function with readiness of the establishing of the gospel of peace. ସବୁବେଳେ ଆମମାନଙ୍କ ଲାଇଫରେ ଶାନ୍ତିର ସୁସମାଚାର ପାଇଁ ଆମେ ସବୁବେଳେ ରେଡିନେସରେ ରହିବାକୁ ପଡ଼ିବ। Christ made peace for us. ଖ୍ରୀଷ୍ଟ ଆମମାନଙ୍କ ନିମନ୍ତେ ଶାନ୍ତି ଦେଇଛନ୍ତି with both God and men. ଖ୍ରୀଷ୍ଟ ତାଙ୍କର ଶାନ୍ତି ଆମମାନଙ୍କୁ ଦେଇଛନ୍ତି। ସେଇ ଶାନ୍ତିର ସୁସମାଚାରରେ ଆମେ କଣ ଆମେ ରେଡିନେସରେ ରେଡିନେସ ବି ଆମମାନଙ୍କର ଷ୍ଟେଟ୍ ରଖିବାକୁ ପଡ଼ିବ। Maybe portable also the same. On the cross, this peace has become our gospel. ସେହି ଶାନ୍ତିର ସୁସମାଚାର ଲେଖା ଅଛି ଏଫେସୀୟ 2:13-17 ମୋ ସହିତ ପଢ଼ିବ। ଏଫେସୀୟ 2:13-17। କିନ୍ତୁ ପୂର୍ବେ ଦୂରରେ ଥିଲା ଯେ ତୁମେମାନେ
ତୁମେମାନେ ଏବେ ଖ୍ରୀଷ୍ଟ ଯୀଶୁଙ୍କଠାରେ ତାହାଙ୍କ ଦ୍ୱାରା ନିକଟସ୍ଥ ହୋଇଅଛ। କାରଣ ସେ ତ ଆମମାନଙ୍କ ଶାନ୍ତି, ସେ ସତତା ସ୍ୱରୂପ ମଧ୍ୟବର୍ତ୍ତୀ ବିଚ୍ଛେଦ ପ୍ରାଚୀର ଭଗ୍ନ କରି ଉଭୟକୁ ଏକ କରିଅଛନ୍ତି। ପୁଣି ବିଧି ବିଧାନ ଯୁକ୍ତ ଆଜ୍ଞାମୂଳକ ବ୍ୟବସ୍ଥାକୁ ଆପଣା ଶରୀରରେ ରହିତ କରିଅଛନ୍ତି, ଯେପରି ସେ ଶାନ୍ତି ସ୍ଥାପନ କରି ଉଭୟକୁ ଆପଣଠାରେ ଜଣେ ନୂଆ ଲୋକ ସ୍ୱରୂପେ ସୃଷ୍ଟି କରନ୍ତି ଆଉ କ୍ରୁଶ ଦ୍ୱାରା ଶତ୍ରୁତା ବିନାଶ କରି ତଦ୍ୱାରା ଉଭୟକୁ ଏକ ଶରୀର ସ୍ୱରୂପ ଗଠନ କରି ଈଶ୍ୱରଙ୍କ ସହିତ ମିଳିତ କରାନ୍ତି। ଆଉ ଦୂରରେ ଥିଲେ ଯେ ପୁଣି ନିକଟରେ ଥିଲେ ଯେ ସେମାନେ ଉଭୟଙ୍କ ନିକଟରେ ସେ ଆସି ଶାନ୍ତିର ସୁସମାଚାର ପ୍ରଚାର କଲେ। ହାଲେଲୁୟା। ଏଠି ଆମେ ଦେଖିଲୁ ମାନେ ଶାନ୍ତିର ସୁସମାଚାର ପାଇଁ to proclaim the gospel of peace ଆମେ ସବୁବେଳେ ରେଡିନେସରେ ରହିବାକୁ ପଡ଼ିବ। ଯୋଉ ଶାନ୍ତିର ସୁସମାଚାର କି ଯେ ଦୂରରେ ଥିବା ଲୋକ ନିକଟରେ ଥିବା ଲୋକ କଣ କରୁଛନ୍ତି, ମିଳିତ କରୁଛନ୍ତି ଆଉ ଏକ ନୂଆ ଲୋକକୁ ସୃଷ୍ଟି କରୁଛନ୍ତି। The gospel of peace has been established as a firm form, as a readiness which our feet may be shod, with such we may stand by the spiritual warfare. ଯଦି ଶାନ୍ତିର ସୁସମାଚାର ଯଦି ସବୁବେଳେ ଯଦି ଆମେ ରେଡିନେସ୍ ଥିବା ତାହେଲେ ଏଇ ଆଧିପତ୍ୟ ମାନଙ୍କ ବିରୋଧରେ ଆଦର୍ଶ ମଣ୍ଡଳ ମାନେ ଯୋଉ ଦୁଷ୍ଟ ଆତ୍ମା ମାନଙ୍କ ବିରୋଧରେ ଆମେ फाइट କରିବା ପାଇଁ ଆମେ ଷ୍ଟାଣ୍ଡ ହୋଇପାରିବା। ଦେନ୍ ଶିଲ୍ଡ ଅଫ୍ ଫେଥ୍ ଆମେ ଦେଖିବା ବିଶ୍ୱାସର ଢାଳ। The shield of faith is taken up to protect ourselves against the attack of the enemy. ଏ ବିଶ୍ୱାସର ଢାଳ କାହିଁକି ଯଦି ଆମର ବିଶ୍ୱାସ ରହିବାର ଅଛି ସୁସମାଚାରରେ ସେ ବିଶ୍ୱାସ ରୂପକ ଢାଳ ଯଦି ଆମେ ସ୍ଥିର ଅଛୁ ଷ୍ଟ୍ରଙ୍ଗ ଅଛୁ ତାହେଲେ we can fight against our enemies. If we live by God as reality truth, we have righteousness, and righteousness issued in peace. It must be Ephesians 4:24 दिखाଉଛି। ଯେଉଁ ନୂତନ ସ୍ୱଭାବ ଈଶ୍ୱରଙ୍କ ପ୍ରତିମୂର୍ତ୍ତିରେ ଧାର୍ମିକତା ଓ ସତ୍ୟର ପବିତ୍ରତାରେ ସୃଷ୍ଟି ହୋଇଅଛି ତାହା ପରିଧାନ କରିବାକୁ ଶିକ୍ଷିତ ହୋଇଅଛ। ଏଇଠି ଆମେ ଦେଖିଛୁ we have righteousness ଓଡ଼ିଆରେ ଲେଖାଯାଇଛି ଧାର୍ମିକତା ବୋଲି ଲେଖାଯାଇଛି ବଟ୍ आपको इंग्लिश ଲେଖାଯାଇଛି we have righteousness। ଏ righteousness ହିଁ ଆମର ସବୁ କାର୍ଯ୍ୟକୁ କଣ କରିଥାଏ, ଶାନ୍ତି ରଖେ। ମୋ ସହିତ ଯିଶାଇ ପୁସ୍ତକ ବାହାର କରିବେ, ଲେଖା ଅଛି ଧାର୍ମିକର କାର୍ଯ୍ୟ ଶାନ୍ତିରେ ସ୍ଥିରୀଭୂତ କରିବେ। ଯିଶାଇ 32:7। ପୁଣି ଧାର୍ମିକତାର କାର୍ଯ୍ୟ ଶାନ୍ତିମୟ ହେବ ଆଉ ଧାର୍ମିକତାର ଫଳ ନିତ୍ୟ ସୁସ୍ଥିରତା ଓ ନିର୍ଭୟତା ହେବ। ହାଲେଲୁୟା। ଧାର୍ମିକର କାର୍ଯ୍ୟ କଣ ହବ, ଶାନ୍ତିମୟ ହେବ। ତ ଦେଖନ୍ତୁ ସେଥିପାଇଁ ବୋଲିକି having all these we can easily have faith as a shield against the everyone flaming darts। जो ଆମେ जो flaming darts ଓଡ଼ିଆରେ କଣ କହିବୁ ତାକୁ, ଆକାଶମଣ୍ଡଳ ଦୁଷ୍ଟାତ୍ମାଙ୍କ ବିରୁଦ୍ଧ ନେଇକି ଯଦି ଏଇ ସବୁ ନେଚର ଏଇ ସବୁ ଗୁଣ ଯଦି ଆମମାନଙ୍କ ଲାଇଫ୍ ଅଛି ବୋଲେ ତାହେଲେ ଏଭିଲ୍ ସ୍ପିରିଟର ମାନେ ଯୋଉ ଫ୍ଲେମିଂ ଡାର୍ଟସ୍ ଆମେ କଣ ଅଗ୍ନି ଆମେ କଣ କରିପାରିବା, ତାକୁ ଜୟ କରିବା। ଫ୍ଲେମିଂ ଡାର୍ଟସ୍ ପାପାତ୍ମାର ଅଗ୍ନିବାଣ। ଏଇଠି ଗୋଟେ ଆମେ ଓଡ଼ିଆ ପଦ ଦେଖୁଛୁ, ଇଂଲିଶରେ ତାକୁ ଲେଖାଯାଇଛି ଫ୍ଲେମିଂ ଡାର୍ଟସ୍, ଯୋଉଟାକି ପାପାତ୍ମାର ଅଗ୍ନିବାଣ। ଏଇଟା କଣ, ଦି ଫ୍ଲେମିଂ ଡାର୍ଟସ୍ ଅଫ୍ ସତାନ୍ସ ଟେମ୍ପଟେସନ୍। ପାପାତ୍ମାର ଅଗ୍ନିବାଣ କଣ ଆମେ ଦେଖିବା, ଏଇଟାକୁ ଆମେ କେମିତି ବୁଝିପାରିବା। ସେ କୋଉ ଗୁଣକୁ ପାପାତ୍ମାର ଅଗ୍ନିବାଣ କୁହାଯିବ, Satan's temptation, proposals, doubts, questions, lies,
and others. ପାପାତ୍ମର ଅପମାନ କରିଥାଏ, ଗୋଟେ ବିଶ୍ୱାସକୁ କନଫ୍ୟୁଜନ କରିଥାଏ, ସନ୍ଦେହ ଆଣି ଦେଇଥାଏ, ମିଥ୍ୟା ଆଣିଥାଏ, ବୁଝିଲ ନା, ମିଥ୍ୟା ଆଣିଥାଏ, ଆଉ ପ୍ରପୋଜାଲ୍ସ ମିଥ୍ୟା ଆଣିବ, କୋଶ୍ଚିନ୍ କରିଥାଏ, ମିଥ୍ୟା କରିଥାଏ। ଏସବୁ ଜିନିଷ ମାନେ ପାପାତ୍ମାର ଅଗ୍ନିବାଣ, ଆକୁ ଇଂଲିଶରେ ଫ୍ଲେମିଂ ଡାର୍ଟ ବୋଲି କୁହାଯାଉଛି। ଏଇଟା କଣ କରିଥାଏ, ଗୋଟେ ବିଶ୍ୱାସୀ କଣ କରିଥାଏ, ଟେମ୍ପଟେସନ କରିଥାଏ, ସଦାନ ଅର୍ଥାତ୍ ପ୍ରପୋଜାଲ ମିଥ୍ୟା ପ୍ରପୋଜାଲ କରେ, ଡାଉଟ ସନ୍ଦେହ ଆଣିଥାଏ, କୋଶ୍ଚିନ୍ କରିଥାଏ, ମିଥ୍ୟା କରିଥାଏ, ଆଉ ଆଟାକ୍ କରିଥାଏ। ପାପାତ୍ମାର ଅଗ୍ନିବାଣ ଏସବୁ ବିଶ୍ୱାସୀ ମାନଙ୍କ ଜୀବନରେ ସିଏ ଆଟାକ୍ କରିଥାଏ। ପୁଣି ପରିତ୍ରାଣ ରୂପ ଶିରାସନ ପରିଧାନ କର, ଆତ୍ମାଙ୍କ ଖଡ୍ଗ ଅର୍ଥାତ୍ ଈଶ୍ୱରଙ୍କ ବାକ୍ୟ ଧାରଣ କର। ଆମେ ବର୍ତ୍ତମାନ ଏବେ ଲାଷ୍ଟ ପଏଣ୍ଟ ଆସୁଛୁ। And receive the helmet of salvation and the sword of the Spirit, which Spirit is the word of God. উড়েরাম বলো, উনি পরিত্রাণ রূপ শিরস্ত্রাণ পরিধান কর ও আত্মাক খড়গ অর্থাৎ ঈশ্বরଙ୍କ বাক্য ধারণ কর। এটি আমাদের মানে ভালো জিনিস ଅଛି, আমি অল্প অল্প তর্জমা করি। রিসিভিং দি হেলমেট অফ সালভেশন, এটা কোন ওড়িয়ারে আমি বলবো পরিত্রাণ রূপ শিরস্ত্রাণ, এটি ইংলিশ বলবো the helmet of salvation is for covering our mind, our mentality against the shot by the devil one. जो मध्यात्मा आमर मन को आमर मानसिक विषय से आघात करते बुझना से विषय आम प्रभु कौन करते हेलमेट ऑफ सर्विस पवित्र रूप शिरस्त्राण এইটা কভার করতে কোন নাই শয়তান আমার মন আমার মানসিক কিছু কোন করতে আঘাত করতে such a covering is God's salvation এই প্রকার মানে রক্ষা বা সুরক্ষা ঈশ্বরଙ୍କ পরিত্রাণ সেই পরিত্রাণର হেলমেট ପ୍ରଭୁ ଆମକୁ ଦେଇଛନ୍ତି ଯୋଉଟା କି ଶୈତାନର evil thoughts, evil plans inject in our mind, in our mental. ସେ ଆମର ମନରେ ଆମର ମାନସିକ ସ୍ତରରେ ମନ୍ଦ ବିଷୟକୁ ସେ ଇଞ୍ଜେକ୍ଟ କରିଥାଏ, ପ୍ରବେଶ କରିଥାଏ, କିନ୍ତୁ ପ୍ରଭୁ ଆମକୁ କଣ ଦେଇଛନ୍ତି ପରିତ୍ରାଣର ଶିରସ୍ତ୍ର helmet of salvation. Hallelujah. Satan inject fears, worries, anxiety, and other weakening thoughts into our mind. है ना? शैतान केते जिनिस करते देखो हम भाई भय, worries, frustration, anxiety, आतंक माने जोटा कि हमें इच्छा करनथबा माने इच्छा करे काम को हाथ धरथबा एसबू प्लस वीकेनिंग आवर चिंताधारा को दुर्बल प्रकार जिनस शैतान आमर मन को आमर मानसिक स्तर से कौन कर प्रवेश करते भर्ती करते किंतु प्रभु धन्यवाद कहूँ परित्राण शिरस्त्राण आम कवर कर हालेलुया द हेलमेट ऑफ सल्वेशन परित्राण शिरस्त्राण God's salvation is governing that we take up against all these. तेणुकरी ए मानक समस्त विरुद्धरे आमे जाइया जेहेतु ईश्वर परित्राण कार्य हमको एई प्रकार शैतान कार्य विरुद्धरे सुरक्षा देइଥାଏ। तापर हम देखबा स्पोर्ट्स ऑफ द स्पिरिट आत्मा को देखो आम से वाक्य जोटा जोटा आम पढ़ू गोटे गोटे पॉइंट आम जाऊँ आम प्रथम करूँ परित्राण रूप शिरस्त्राण द हेलमेट ऑफ सल्वेशन बर्तमान आम आसवा आत्मा खड्ग व्हाट इज द मीनिंग ऑफ स्पोर्ट्स ऑफ द स्पिरिट आत्मा खड्गर अर्थ होती ईश्वर वाक्य स्पोर्ट्स ऑफ द स्पिरिट इज द वर्ड ऑफ गॉड
ହେଲା ଆତ୍ମାଙ୍କ ଖଣ୍ଡ ইয়ার ମିନିଂ ହଉଛି ଈଶ୍ୱରଙ୍କ ବାକ୍ୟ। ଆଚ୍ଛା ଆଉ ଆମେ ଦେଖିବା ଏଠି both the spirit and the word are Christ. Then very important point ଆମେ ପଢିବା both the spirit and the word are Christ. ବୁଝୁଛ ନା ନାଇଁ? ବୁଝିବାକୁ ଏଇଟା ଆତ୍ମା ଆଉ ବାକ୍ୟ ଏ ଜଣେ କିଏ ହେଲେ ଖ୍ରୀଷ୍ଟ। both the spirit and word of Christ ଆମେ ପଢିବା ପ୍ରଭୁ ଆତ୍ମା ଅଟନ୍ତି। the Lord is the spirit। ସେକେଣ୍ଡ କୋରିନ୍ଥୀୟ 3:17 ପ୍ରଭୁ ଆତ୍ମା ଅଟନ୍ତି। yes ପ୍ରଭୁ କଣ ଅଟନ୍ତି? ଆତ୍ମା ଅଟନ୍ତି ହେଲା। ପୁଣି ଆଉ ଗୋଟେ ବାକ୍ୟ ଆମେ ଦେଖିବା ପୁଣି ତାହାଙ୍କର ନାମ ଈଶ୍ୱରଙ୍କ ବାକ୍ୟ ରେଭେଲେସନ 19:13 ସେ ରକ୍ତ ନିମନ୍ତିତ ବସ୍ତ୍ର ପରିହିତ ପୁଣି ତାହାଙ୍କର ନାମ ଈଶ୍ୱରଙ୍କ ବାକ୍ୟ। ହଁ ସେତିକି ରହିବ। his name is called the word of God। ତାହାଙ୍କ ନାମ କଣ? ଈଶ୍ୱରଙ୍କ ବାକ୍ୟ। ଏଠି ଆମେ ଦେଖିଲୁ ଖ୍ରାଇଷ୍ଟ ଆତ୍ମା ଏବଂ ବାକ୍ୟ। ପ୍ରଭୁ ଯୀଶୁ ହେଲେ ସ୍ପିରିଟ ଏଣ୍ଡ ୱାର୍ଡ। ହାଲେଲୁୟା। ଆମେ ଦେଖିଲୁ ଏଠି ଦୁଇଟା ପଏଣ୍ଟ ମାନେ ଆତ୍ମାଙ୍କ ଖଣ୍ଡ ହେଲା ଈଶ୍ୱରଙ୍କ ବାକ୍ୟ ହେଲା। Christ is the spirit and word। ଦେଖନ୍ତୁ ଆମେ ଏଇଠି ପଢୁଛଟା ଖ୍ରୀଷ୍ଟ ଦୁଇଟା ଜିନିଷ ଆତ୍ମା ଏବଂ ବାକ୍ୟ। ଆଉ ଥରେ ଆମେ ଆସିଲୁ Christ is the spirit and the word furnishes us with a friendship। ସେ ପ୍ରଭୁ ଯୀଶୁ ଆତ୍ମା ଏବଂ ବାକ୍ୟ ହେବାରୁ ଆମ ପାଇଁ କଣ ଫର୍ନିଶ କରନ୍ତି? ମାନେ ସୁରକ୍ଷାର ଫର୍ନିଶ କରନ୍ତି। ହାଲେଲୁୟା। ଆମ ବିରୁଦ୍ଧରେ ଯେତେ ମନ୍ଦାତ୍ମା ଦୁଷ୍ଟାତ୍ମା ଯଦି ଟେମ୍ପଟେସନ ଆଣିଥାଏ, ଭୟ ଆଣିଥାଏ, ଡାଉଟ୍ ଆଣିଥାଏ, ସନ୍ଦେହ ପ୍ରବଚନ ଆଣିଥାଏ, ପ୍ରଭୁ ଆମ ପାଇଁ କଣ କରନ୍ତି? ଏକ ଅଫ୍ରେଣ୍ଡସିପ ତାପରେ ଆତ୍ମା ଆଉ ତାପରେ ୱାର୍ଡ। ହାଲେଲୁୟା। When I was word of God, ଈଶ୍ୱରଙ୍କ ବାକ୍ୟ, when the constant word in the Bible become the constant word, ବୁଝିଲ? And the constant word become the instant word। କେମିତି ହବ? To speak। ଯେତେବେଳେ ଆମେ କହିଥାଉ it becomes instant word। The word is the spirit that is spoke। ଈଶ୍ୱରଙ୍କ ବାକ୍ୟ ମାନେ ଖଡ୍ଗ ସ୍ୱରୂପ। ଏବେ ବୁଝିପାରୁଛ ତ? ଈଶ୍ୱରଙ୍କ ବାକ୍ୟ ବର୍ତ୍ତମାନ ଖଡ୍ଗ ସ୍ୱରୂପ। The word is the spirit that is spoke that kills the enemy। ଏ ଖଡ୍ଗ କେମିତି ମାନେ ଶତ୍ରୁକୁ ହତ୍ୟା କରିଦେବ? ନାଇଁ, ଈଶ୍ୱରଙ୍କ ବାକ୍ୟ as the spirit of God as spoke kills the enemy। ଈଶ୍ୱରଙ୍କ ଆତ୍ମା ବାକ୍ୟ ସେଟା ଦୁଷ୍ଟକୁ ମାନେ ହତ୍ୟା କରେ। kills the enemy। The whole armor of God is composed ଶିକ୍ଷା। ଆମେ ଏଠି ଦେଖିଲୁ ବର୍ତ୍ତମାନ ଆମେ କ୍ଲୋଜିଂ ପଏଣ୍ଟ ଆସିବା ଈଶ୍ୱରଙ୍କର ସମସ୍ତ ସଜା ଆମେ ବର୍ତ୍ତମାନ 6ଟା ପଏଣ୍ଟ ଆମେ ଦେଖିଲୁ। ଆମେ 6ଟା ପଏଣ୍ଟ 6 ପଏଣ୍ଟ ମାନଙ୍କ ଭିତରେ କୋଉ ପଏଣ୍ଟ କିଏ ମନେ ରଖୁଛ? ମୁଁ ଆଉ ଥରେ ତାକୁ ରିଭିଜନ କରୁଛି। ଫାର୍ଷ୍ଟରେ ମାନେ ଗାର୍ଡ ଅଫ ଟ୍ରୁଥ ମାନେ ଏଇଟା ହଉଛି ସତ୍ୟର ପ୍ରତିବନ୍ଧନ ହେଲା। ପ୍ରଥମ ହେଲା ସତ୍ୟର ପ୍ରତିବନ୍ଧନ, ଦ୍ୱିତୀୟରେ ଆସିବ ଧାର୍ମିକତା ରୂପ ପୁରସ୍କାର, ତୃତୀୟରେ ଆମେ ଦେଖିବା ଏଇଟା ହଉଛି ସୁସମାଚାର ପାଦରେ ପିନ୍ଧି ମାନେ ଆମକୁ ଦୃଢ ଭାବରେ ରହିବାକୁ ପଡିବ। ତାପରେ ବିଶ୍ୱାସ ରୂପକ ଢାଳ ତାପରେ ପରିତ୍ରାଣ ରୂପ ଶିରସ୍ଥାନ। ଲାଷ୍ଟ ପର୍ଯ୍ୟାୟରେ ଆମେ ଆସିବା ଆତ୍ମାଙ୍କ ଖଡ୍ଗ ଆଉ ଈଶ୍ୱରଙ୍କ ବାକ୍ୟ। এই 6টা পয়েন্ট স্পিরিচুয়াল আর্মর ଯୋଉଟାକି ବିଶ୍ୱାସୀ ମାନଙ୍କ ପାଇଁ। 7 ଲାଷ୍ଟ ପଏଣ୍ଟ 18 ପଦରେ ଲେଖା ହେଇଛି, ମୋ ସହିତ ସେଟା ପଢିବ। ଏଫେସିୟ 6
18 সর্বপ্রকার প্রার্থনা ও নিবেদନରେ সর্বদা আত্মাଙ୍କ সাহায্যে প্রার্থনা করো পুরি সমস্ত সাধুଙ୍କ নিমন্তে একান্ত উদ্যম ও নিবেদন করিবারে জাগি রহি প্রার্থনা করো। হালেলুয়া। আমি এটি দেখলো হাউ টু রিমেন এন্ড ডিফিট 6টা মেইন পয়েন্ট আমি দেখলো ହେଲା। ଆଉ ଥରେ ମୁଁ ସେ ପଏଣ୍ଟ ଯାକ ମନେ ପକେଇଦେବି। ପ୍ରଥମେ କିଏ ଲେଖିଛ ନା ଯଦି ଲେଖିଛ ଫାର୍ଷ୍ଟ ପଏଣ୍ଟ କଣ ସତ୍ୟର କଟିବନ୍ଧନ। ଆମେ ସତ୍ୟର ବ୍ୟାଟ ପିନ୍ଧିବାକୁ ପଡିବ ଟାଇଟ୍ ଅର୍ଥାତ୍ ଦି ୱାର୍ଡ ଗଡ୍ ଇଜ ଟ୍ରୁଥ୍ ତାକୁ ଆମେ ଷ୍ଟ୍ରଙ୍ଗ ଭାବେ ଧରିବାକୁ ପଡିବ। ଧାର୍ମିକତା ରୂପ ପୁରସ୍କାର ଖ୍ରାଇଷ୍ଟ ହେଲେ ଆମମାନଙ୍କର ଧାର୍ମିକତା। ତାପରେ ସୁସମାଚାରର ପାଦୁକା ପିନ୍ଧି ଆମର ସେ ସୁସମାଚାରକୁ ଆମେ ଘୋଷଣା କରିବାକୁ ପଡିବ ଆଉ ସେ ସୁସମାଚାରରେ ରେଡିନେସ୍ ସବୁବେଳେ ଥିବାକୁ ପଡିବ। ତାହେଲେ we can fight against the dark powers। ଦେନ୍ ଆଉ କଣ ପଏଣ୍ଟ ବିଶ୍ୱାସ ରୂପ ଢାଳ। ତାପରେ ପଞ୍ଚମ ପଏଣ୍ଟ ହଉଛି ପରିତ୍ରାଣ ରୂପ ଶିରସ୍ତ୍ର the salvation of the helmet of the salvation। ଲାଷ୍ଟ ପଏଣ୍ଟ 6 ନମ୍ବର ପଏଣ୍ଟ ହଉଛି ଆତ୍ମାଙ୍କ ଖଡଗ ଈଶ୍ୱରଙ୍କ ବାକ୍ୟ। ଏଇଟା ହଉଛି 6ଟା ମାନେ মেইন পয়েন্ট মানে 6 আইটেম মানে ଗୋଟେ ବିଲିଭର ଯଦି ଏ 6 ଆଇଟମ ଯଦି ମାନେ ରେଡି ଥିବ और ସବୁବେଳେ ପ୍ରାକ୍ଟିସ କରି ଏକ୍ସରସାଇଜ କରିଥାଏ ସ୍ପିରିଚୁଆଲ ଲାଇଫରେ ତାହେଲେ he will remain undefeated before the unseen force। ଅଦୃଶ୍ୟ ଆତ୍ମାଙ୍କ ସମ୍ମୁଖରେ ସେ କଣ ରହିବ ଅପରାଜିତ ହୋଇକି ରହିବ। ଲାଷ୍ଟ ପଏଣ୍ଟ 7 ପଏଣ୍ଟକୁ ଆମେ ଏଡ୍ କରିପାରିବା ଯୋଉଟା ସର୍ବ ପ୍ରକାର ପ୍ରାର୍ଥନା ଆଉ ନିବେଦନ ଆତ୍ମାଙ୍କ ସାହାଯ୍ୟ ଆତ୍ମାଙ୍କ ସାହାଯ୍ୟରେ ଆମର ସବୁ ପ୍ରକାର ପ୍ରେ ଆଉ ସପ୍ଲିକେସନକୁ ଆମେ ପ୍ରଭୁଙ୍କ ନିକଟରେ ସବମିଟ କରିପାରିବା। ତାହେଲେ ଆମେ ଏ ଜଗତ ଆକାଶମଣ୍ଡଳ ମାନେ ଅନ୍ଧକାର ଶକ୍ତି ଦୁଷ୍ଟାତ୍ମାର କାର୍ଯ୍ୟକୁ ଆମେ କଣ କରିପାରିବା ଆମେ ଯୁଦ୍ଧରେ ପରାସ୍ତ କରିବା। ମୁଁ ଗୋଟେ ଜିନିଷ କହିଲି এই ଜଗତପତି ଆଉ ଆକାଶ ଦୁଷ୍ଟାତ୍ମା ଏମାନେ କୋଉଠି ରୁହନ୍ତି ହାର୍ଡ ହେଭେନ ତଳକୁ। ଆମେ କୋଉଠି ଅଛୁ ହାର୍ଡ ହେଭେନ। କଣ ପାଇଁ ଆମେ ହାର୍ଡ ହେଭେନ ଅଛୁ ଖ୍ରୀଷ୍ଟ ଯଦି ଉତ୍ଥିତ ହେଉଛି ତାଙ୍କ ସହିତ ବି ଆମେ ଉତ୍ଥିତ ରହିଛୁ। ହାଲେଲୁୟା। ତେଣୁକରି all forces of every spirit of heaven is under our feet। ହାଲେଲୁୟା। ଏ ଆକାଶର ସବୁ ଦୁଷ୍ଟାତ୍ମା ଗୁଡିକ ଆମ ମାନଙ୍କ ପାଦ ତଳେ ଆଉ ଆମର ଲକ୍ଷ୍ୟ ସେମାନଙ୍କୁ ପରାଜିତ କରିବା। କେମିତି ନାଇଁ ସମସ୍ତ ମାନେ ଗଡ୍ ଗିଭେନ୍ ଆର୍ମର ଈଶ୍ୱର ଦତ୍ତ ସଜା। ଈଶ୍ୱର ଦତ୍ତ ସଜା ବୋଲି କଣ we the believers of Christ his body। ଆମେ ଏକ ହେଇକି ଏଇ ଆକାଶମଣ୍ଡଳ ଦୁଷ୍ଟାତ୍ମା ପାଇଁ ଆମେ ଯୁଦ୍ଧ କରିପାରିବା ନାହିଁ କିନ୍ତୁ ମିଳିତ ଭାବେ ଯୋଉଠି ମାନେ କାର୍ଯ୍ୟ ହୋଇଥାଏ ସେଠି ହଉଛି କଣ ଶକ୍ତି। ତେଣୁକରି ମଣ୍ଡଳୀ ଯଦି ମିଳିତ ଭାବେ ଏ ଆକାଶମଣ୍ଡଳ ଦୁଷ୍ଟାତ୍ମା ବିରୁଦ୍ଧରେ ଆମେ ପ୍ରାର୍ଥନା କରିବା ନିବେଦନ କରିବା ଯୀଶୁଙ୍କ ଠାରେ କୋଉ ଦ୍ୱାରା ନାଇଁ ଆତ୍ମାଙ୍କ ଦ୍ୱାରା ତାହେଲେ ଆମେ ଅଦୃଶ୍ୟ ଶକ୍ତିକୁ ଆମେ ପରାଜିତ କରିପାରିବା ଆଉ ଆମେ ସର୍ବଦା ବିଜୟ କରିପାରିବା। ପ୍ରଭୁ ଏହି ବାକ୍ୟରେ ଆମେ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ। ମୁଁ ପଏଣ୍ଟ କହିଲି 6ଟା ପଏଣ୍ଟ ମାନେ 6 ଆଇଟମ। এই 6ଟା ପଏଣ୍ଟ ମନେ ରଖିବ। ସେ 6ଟା ପଏଣ୍ଟରେ ଯଦି ଆମେ ସ୍ଥିର ରହିବା ତାହେଲେ ଆମେ ଅଦୃଶ୍ୟ ଆତ୍ମାର କାର୍ଯ୍ୟକୁ ଶକ୍ତିକୁ ଆମେ ଡିଫିଟ୍ କରିପାରିବା। ପ୍ରଭୁ ଆମେ ସମସ୍ତଙ୍କୁ ଆଶୀର୍ବାଦ